नमो भगवते वासुदेवाय। भागवत महापुराण तृतीय स्कंध 31 अध्याय। पुण्य पाप जे मिशा मिशी गति दियाए जे राजसी। मनुष्य जन्म एणु पाए 31 रे हा कोहे। श्री भगवान उवाच बोलन्ति प्रभु भगवान भोमात सावधाने शुण। जे कर्म जीव करि थाई तहि ईश्वर निज जई। ए जीव स्वकर्म वसरे पुरुषरे तो आश्रा करे। पुणिए देह धरिबाकु प्रवेश जननी गर्भकु। सेरे तो प्रथम दिन रे मिसई शोणित संगरे। ताहाकु बोलिटी कल्लोळ पंचम दिने से वर्तुळ। से पुणी बदरी समाने कठिन हुए 10 दिने। तापरे होई मांस पिंड ददन्ते प्रकाशई अंड। मस्तक प्रथम मासरे प्रकाश हुए ता कंधरे। संपूर्ण बेनी मास जाए कर चरण आदि होए। अंगुली नख तनु रोम अस्ति हृदय नाड़ी मान। लिंग इंद्रिय छिद्र आदि तृतीय मासे प्रसिद्धि। चतुर्थ मासे धातु होए पंचमे क्षुधा तृषा बहे। तदन्ते षष्ठ परिमित क्षुधा तृषारे से पीड़ित। गर्भवेष्टने बद्ध होई दक्षिण कुक्षिरे भ्रमई। जननी जे द्रव्य भक्षई शेरसे ता धातु बढ़ई। मूत्र पुरीश रक्त लाळे कृमि पीड़ित समाकुळे। तहि जंत्रिते सोई थाई कृमि संकुल मध्ये रही। अति कोमल कळे बर कृमि भक्षणे नहे स्थिर। अंग काटन्ते कृमि माने प्रज्वले देह प्रतिक्षणे। बहुत क्लेश तहि पाई क्षण क्षण के मूर्छा जाई। उष्ण लवण कटु तीक्ष्ण खार आंबिळ जा भक्षण। जननी आहार करई शेरसे सर्वांग पीड़ई। निवास जरायु भितरे नाड़ी रे वेष्टित निर्भरे। कुटिल भावे शिरोधर पुष्प कुटिल करे बर। मातृकुक्षिरे देई शिर पड़ी जे थाई नहे स्थिर। शरीर चाली न पारई पिंजर पक्षी प्राय होई। से गर्भे पूर्व कर्म बसे बहुत जन्म ताकु दिसे। सते जन्मर कर्म जेते सुमरु थाए गर्भगते। से पाप पुण्य मने ध्याई बहुत निश्वास छाड़ई। ता फेड़ी न पारई केही कर्म आयते बस होई। सुमरी पूर्व जन्म दुख सुख न लभी से विमुख। सप्तम मास आदि करी ता देहे ज्ञान थाई पुरी। प्रसूति बात बलियार
ତେଣେ କମ୍ପଇ ତା ଶରୀର ଦେହକୁ ଅସ୍ଥିର କରଇ କ୍ରମେ ଯେ ସନେ ଭ୍ରମ ଥାଇ ସେ ରୂପେ ଗର୍ଭେ ତା ଭ୍ରମଣ ଦୁଃସହ ସେ ଦୁଃଖ କଷଣ ତଦନ୍ତେ ଶୁଣ ଗୋ ଜନନୀ ଭାଳଇ ସେ ଦିବାର ଜନି ଅତି ବିମୁଖେ କଷ୍ଟ ସହି ସେ ଗର୍ଭେ ଆତ୍ମାକୁ ଦେଖଇ ଭୟ ବିଚାରଇ ମନର କେମନ୍ତେ ଏଥୁ ହେବି ପାର ଏଥୁ ନିସ୍ତାର ମୋକେ ମନ୍ତେ ଆତଙ୍କେ ଚିନ୍ତଇ ନିରତେ ସପ୍ତ ଧାତୁରେ ବଦ୍ଧ ହୋଇ ଅଞ୍ଜଳି କରିଣ ପାର୍ଥଇ ଯେମନ୍ତେ ଆଉ ପୁନର୍ବାର ଏ ଗର୍ଭ ଦୁଃଖ ନହୁ ମୋର ଶ୍ରୀକୃଷ୍ଣ ପାଦେ କରି ଧ୍ୟାନ ଅତି ଆନନ୍ଦ ସୁଖେ ମଗ୍ନ ଏଥୁ ନିର୍ଗତ ମୋକେ ମନ୍ତେ ତାହାକୁ ଭାବେ ଅବିରତେ ସେ ଦୁଃଖ ନଘେନଇ ଚିତେ ଅନାଥ ମୁଁ ଯେ ଗର୍ଭଗତେ ବେଦନା ପାଉଅଛି ଯେତେ ଏଥୁ ଉଦ୍ଧର ନାଥ ମୋତେ ଏ ଦୁଃଖ ଯେମନ୍ତେ ନହିବ ଏମନ୍ତ କୃପା ମୋତେ ହେବ ଏ ରୂପେ ଦୁଃସହ କଷଣେ ସ୍ତୁତି କରଇ ଅନୁକ୍ଷଣେ ଜୀବ ଉବାଚ ଗର୍ଭକୁ ଆଣିଲା ଯେ ମୋତେ ତାପାଦେ ସ୍ତୁତି ମନିରତେ ତାପାଦେ ପଶିଲି ଶରଣ ସେ ମୋତେ କରୁ ପରିତ୍ରାଣ ସେବଇ ତାର ପାଦ ଗତେ ଅଶେଷ କର୍ତ୍ତା ଯେ ଜଗତେ ଯେ ପ୍ରଭୁ ସୃଷ୍ଟି ରକ୍ଷା ପାଇଁ ଇଚ୍ଛାରେ ଶରୀର ଧରଇ ଯେ କଲା ଏତାଦୃଶ ଗତି ମୁଁ ପାପୀ ଅତୀବ ଦୁର୍ମତି ସେ ପ୍ରଭୁ ଏ କଷ୍ଟ ରଖିବେ ତା ବିନୁ ଆଶ୍ରା ନାହିଁ ଯିବେ ତାହାଙ୍କ ଭୟ ଚରଣେ ଶରଣ ଗଲି ଏକ ଶଣେ ସେ ପାଦେ ଯେ ପ୍ରାଣୀ ପ୍ରପନ୍ନ ନ ଲାଗେ ଦୁଃଖ ବୃଜିନ ମୁଁ କଷ୍ଟେ ଜନନୀ ଗର୍ଭରେ ଅଛଇ ମାୟା କଳେ ଭରେ ଜୀବ ସ୍ୱରୂପେ ଅଛି ମୋହି ମୋ ନିଜ କର୍ମେ ବନ୍ଦୀ ହୋଇ ଅଛଇ ବନ୍ଧନ ପରାଏ ଏ ଗର୍ଭ ପୀଡ଼ା ଅତି ଭଏ ନମଇ ତାହାଙ୍କ ପୟରେ ଯେ ଦେବ ଅଛନ୍ତି ମୋ ହୃଦୟରେ ବିଶୁଦ୍ଧ ବିକାର ବିହୀନ ଅଖଣ୍ଡ ବୋଧ ଅନୁଦିନ ତ୍ରିବିଧ ସନ୍ତାପେ ତାପିତ ହୃଦୟେ ହୁଅଇ ପ୍ରତୀତ ନମଇ ତାହାଙ୍କ ଚରଣେ ସେ ନାଥ ରଖୁ ଏକ ଶଣେ ଏ ପଞ୍ଚଭୂତେ ବିରଚିତ ଏମନ୍ତେ ଦେହେ ମୋହି ସ୍ଥିତ ମିଥ୍ୟାରେ ଆଚ୍ଛନ୍ନ ହୋଇଛି ବୁଝିଲେ ସତ୍ୟ ନହେ କିଛି ଇନ୍ଦ୍ରିୟ ଅର୍ଥେ ଗୁଣେ ଚିତ୍ତ ଏଥେ ମୁଁ ବଦ୍ଧ ବିରତ ବନ୍ଦଇ ସେ ପ୍ରଭୁ ଚରଣେ ଥିଲେ ଶରୀର ଆବରଣେ ଅକୁଣ୍ଠ ମହିମା ତାହାର କେବେ ହେ ନଥାଇ ବିକାର ଯେଣୁ ସେ ଆଦି ନିରଞ୍ଜନ ପ୍ରକୃତି ପୁରୁଷ ହୁଁ ଭିନ୍ନ ସେ ପ୍ରଭୁ ପରମ ପୁମାନ ଦିଅନ୍ତୁ ମୋତେ ଦିବ୍ୟ ଜ୍ଞାନ
ଯାମାୟା ବୋରି ରହିଛି ଏଣୁ ମୁଁ ସବୁ ବିସ୍ମରୁଛି। ତେଣୁ ଭ୍ରମଇ ଏ ସଂସାରେ ଶ୍ରମେ କାତର ନିରନ୍ତରେ। ତାଙ୍କୁ ଭଜିବଇ ଯେବେ ଏ ଦୁଃଖ ନିସ୍ତାରିବେ ତେବେ। ଭଜିଲେ ନିଜ ରୂପ ପାଇ ନ ଭଜି ପାରି ହେବି କାହିଁ। ତାହାଙ୍କ ବିନୁ ଏହୁ ଜ୍ଞାନ କେ ଦେଇପାରେ ମୋତେ ଆନ। ତା କହୁଁ ଜ୍ଞାନ ମୁଁ ପାଇଛି ଯେଣୁ ମୁଁ ତ୍ରିକାଳ ଦେଖୁଛି। ଏଣୁ ଏ ଗର୍ଭ ଦୁଃଖ ଘେର ନ ଜାଣେ ଶରୀର ମୋହର। ଏଣୁ ଯେ ତାହାଙ୍କୁ ଭଜିବି ତେବେ ସେ କର୍ମକୁ ଜିଣିବି। ଯାହାର ଅଂଶ ସ୍ଥିର ଛରେ ବ୍ୟାପିଛି ଭୁବନ ଭିତରେ। ବନ୍ଦଇ ତାହାଙ୍କ ଚରଣ ଭୋନାଥ ଦେବା ଦିବ୍ୟ ଜ୍ଞାନ। ଜନନୀ ଉଦର ଗୁହାରେ ପୁରୀ ସମୁଦ୍ରାଦି କୂପରେ। ଅବଶେ ତହିଁ ମୁଁ ପଡ଼ିଛି ଜଠର ଅଗ୍ନି ଦହୁଅଛି। ତହୁଁ ବାହାର ହେବା ପାଇଁ ସଭଏ ମାସ ଗଣୁଛଇଁ। ତେବେ ସେ କରିବେ ବାହାର ସେ ପ୍ରଭୁ କୃପା ପାରାବାର। ଯେ କଲା ଏତାଦୃଶା ଗତି ଲଭିଲେ ଦିବ୍ୟ ଜ୍ଞାନ ମତି। ସେ ବଡ଼ କରୁଣା ସାଗର ଯେ ମୋତେ ଦେଲେ ଜ୍ଞାନ ପର। ମୁଁ ତାଙ୍କୁ କି ସେବା କରିବି କି ଦ୍ରବ୍ୟ ଦେଇ ନ ତୋଷିବି। ସେ ନାଥ ଦୀନ ବନ୍ଧୁ ଯେବେ ସଗୁଣେ ଦୁଷ୍ଟ ହେବେ ତେବେ। ଅଞ୍ଜଳି ବିନୁ ନାରାୟଣ ମୋହର ଦ୍ରବ୍ୟ ନାହିଁ ଆନ। ଏ ଯେତେ ଜୀବ ପଶୁ ଆଦି ଅଜ୍ଞାନ ଦେହେ ନିରବଧି। ଦେଖନ୍ତି ସୁଖ ଦୁଃଖ ମାତ୍ର ଏଣୁ ହୁଅନ୍ତି କ୍ଲେଶ ପାତ୍ର। ଯେ ଦେଲେ ଦିବ୍ୟ ଜ୍ଞାନ ମୋତେ ଯେ ବୃଦ୍ଧି ଘେନି ଅବିରତେ। ଏ ଦେହ ଭିତରେ ବାହାରେ ପ୍ରତ୍ୟକ୍ଷ ଦେଖୁଛି ତାହାରେ। ଏ ଘେନି ସୁଖେ ଆଶା ନାହିଁ ଦୁଃଖକୁ ଭୟ ବା କାହିଁ। ଯେ ମୋତେ ଦେଲେ ଦିବ୍ୟ ଜ୍ଞାନ ତାହାର ପାଦେ ମୋ ବନ୍ଦନ। ସେ ପ୍ରଭୁ ରୂପ ମନୋହର ଦର୍ଶନେ ଲୋଭ ଚିତ୍ତ ମୋର। ସେ ରୂପ ସୁଧା ପ୍ୟାୟନେ ତୃଷିତ ଲୋଚନେ ସଘନେ। କେବେ ନ ପାରଇ ଛାଡ଼ି ଆନନ୍ଦେ ସୁଧା ନବେ ବୁଡ଼ି। ମୁଁ ଦୁଃଖେ ବଞ୍ଚିବି ଗର୍ଭରେ କେବେ ନ ଯିବି ବାହାରେ। ସଂସାର ଅନ୍ଧକୂପତି ତହିଁକି ଯେ ଯିବେ ଗମନ୍ତି। ତୋ ମାୟା ଘୋଟଇ ତାହାକୁ ସେ ସତ୍ୟ ମଣଇ ମିଥ୍ୟାକୁ। ପଡ଼ଇ ସଂସାର ଚକ୍ରରେ ପୁତ୍ର କଳତ୍ର ମାୟା ଘୋରେ। ଏଣୁ ବାହାରେ ମୁଁ ନ ଯାଇ ଏ ଗର୍ଭେ ମୋକ୍ଷ ସାଧିବଇଁ। ବ୍ୟାକୁଳ ନହିଁ ଏ ଗର୍ଭର ସହିବି ଦୁଃଖ ମହାଘୋର। ଆତ୍ମାକୁ ତାରିବି ଏଠାରେ ମନ ନିବେଶି ଆତ୍ମା ଠାରେ। ସାରଥି ବୁଦ୍ଧି ବିବେକକୁ କରିଣ ତାରିବି ଆତ୍ମାକୁ। ଗର୍ଭ ନିବାସ ଦୁଃଖ ଆର
ଯେମନ୍ତେ ନହିବ ମୋହର। ବିଷ୍ଣୁର ଚରଣେ ପଶିବି ଅଶେଷ ଗର୍ଭେ ମୁଁ ନ ଯିବି। କହନ୍ତି କପିଳ ଗୋସାଇଁ ସେ ଦେବହୂତି ମୁଖ ଚାହିଁ। କପିଳ ଉବାଚ ଏମନ୍ତ ନାନା ସ୍ତୁତି କରି ଗର୍ଭଜାତ ନା ଦୁଃଖ ଡରି। କେବେ ହେଁ ନୁହେଁ ତାଉ ଶ୍ୱାସ ଦୁଃଖେ ପୀଡ଼ିତ 10 ମାସ। ଏମନ୍ତ ଦୁଃଖ ବଶେଷେ ଶରୀରୁ ସମୀର ପ୍ରକାଶେ। ତାହାକୁ ପ୍ରସବ ମାରୁତ ପ୍ରେରଣ କରଇ ବହୁତ। ତକ୍ଷଣେ ଅଧମୁଖ କରି ପକାଇ ଯୋନି ଦ୍ୱାରେ ଭରି। ଭିତରୁ ପବନ ପେଲଇ ବହୁତ କ୍ଲେଶ ତହିଁ ପାଇ। ଅତି ସଂକୀର୍ଣ୍ଣ ଭୋଗଦ୍ୱାର କଷ୍ଟରେ ହୁଅଇ ବାହାର। ସ୍ତମ୍ଭିତେ ଶ୍ୱାସ ନିରୋଧଇ ସେ ଗର୍ଭ ଜ୍ଞାନ ପାଶୋରଇ। ଅଜ୍ଞାନେ ପଡ଼ଇ ଭୂମିରେ ରକ୍ତ ଜର୍ଜର କଳେବରେ। ପ୍ରମେର ପ୍ରାୟ ଚେଷ୍ଟା କରେ ରୋଦନ କରଇ କାତରେ। ଲଭଇ ବିପରୀତ ଗତି ସେ ଜ୍ଞାନ ଆଉ ନ ସ୍ମରନ୍ତି। ପାଳନ୍ତି ଜ୍ଞାତି ବନ୍ଧୁଗଣେ ତା ଅଭିମତ କେହୁ ଜାଣେ। କ୍ଷୁଧାରେ ତକ୍ଷଣେ ରୋଦଇ ତା କେହି ବୁଝି ନ ପାରଇ। ବୋଲନ୍ତି ପେଟ ବଥାଇଲା ଏଣୁ ଏ ବ୍ୟାକୁଳେ ରୋଦିଲା। ମୁଖେ ଦିଅନ୍ତି ନିମ୍ବ ରସ ଜୀବ ତା ପିୟଇ ଅବଶ। ନିଷେଧି ତାହା ନ ପାରଇ ଯାହା ଦିଅନ୍ତି ତାହା ଖାଇ। ଅଶୋଚି ଶଯ୍ୟାରେ ଶୟନ କରାନ୍ତି ତାକୁ ପରିଜନ। ତହିଁ ଅବଶେ ପଡ଼ିଥାଇ ପିମ୍ପୁଡ଼ି ମାଛି କୀଟ ଖାଇ। ନିବାରେ ନୁହଁଇ ସମର୍ଥ ଯେଣୁ ନ ଚଳେ ପଦହସ୍ତ। ଉଠି ବସିତେ ଶକ୍ୟ ନାହିଁ ବନ୍ଧନ ଜୀବ ପ୍ରାୟ ହୋଇ। କୋମଳ ଚର୍ମ ତା ଶରୀରେ କାଟନ୍ତି ମଶା ଡାଂଶ ତାରେ। ଦଶନ ବିକାଶୀ କାଟନ୍ତି ଶୋଷଣ ଶୁଣି ତପିବନ୍ତି। ତହୁଁ ସେ ଜ୍ଞାନହୀନ ହୋଇ ସର୍ବଦା ରୋଦନ କରଇ। ଏମନ୍ତ 5 ସମ୍ବତ୍ସରେ ଏ ଜୀବ ବଞ୍ଚେ ଦୁଃଖ ଘୋରେ। ପଗଣ୍ଡ କାଳେ ମହା ଦୁଃଖ ତହିଁ ନ ପାଇ କିଛି ସୁଖ। ତହିଁରେ ବିଦ୍ୟାର ପଠନେ ଭୟେ ତରସ୍ତ ପ୍ରତିଦିନେ। ମରଣ ସେ ଦୁଃଖ ବଳଇ ନିର୍ଭୟ ସ୍ଥାନେ ପଶେ ଯାଇ। ଏମନ୍ତେ ଜୀବ ଲଭେ କ୍ଲେଶ ନ ପାଇ ଜ୍ଞାନ ଉପଦେଶ। ଯୌବନାବସ୍ଥା ପ୍ରବେଶେଣ ତହିଁ ପୀଡ଼ିତ କାମ ବାଣ। ମନେ କଳ୍ପିତ ଯାକରଇ ସେ ଯେବେ ଆସି ନ ଘଟଇ। ଶୋକରେ ହୁଅଇ ବାଧିତ କ୍ରୋଧିତ ହୋଏ ଅବିରତ। ଏମନ୍ତ ପ୍ରତି ସମ୍ବତ୍ସରେ କାମ ବଢ଼ଇ ନିରନ୍ତରେ। ଯେ ରୂପେ ଶରୀର ବଢ଼ଇ ତା ସଙ୍ଗେ ମାନ ହିଁ ବଢ଼ଇ। ପ୍ରକୋପ ବଢ଼େ କଳେବରେ
କାମିନୀ ସଙ୍ଗେ କେଳି କରେ ଅତ୍ୟନ୍ତ କାମେ ହୋଇ ବାଇ ଆପଣା ନାଶ ନ ଜାଣଇ ନାରୀ ଯୋନିରେ ଆଶା କରେ ଏ ଯୁବା ବୟସ ଭାରେ ଏ ପଞ୍ଚଭୂତ କଳେବରେ ଆପଣା ବୋଲି ଯାଦରେ ମୁହର୍ତ୍ତା କର୍ତ୍ତା ସର୍ବଠାରେ ଏ ମୋର ଅଛନ୍ତି ଯେତେ ଘରେ ଏହି କୁମତି ଭାବୁଥାଇ ଆପଣା ହିତ ନ ଜାଣଇ ଯେ ଦେହ ନାନା କ୍ଲେଶ ଦେଇ କର୍ମ କରଇ ତାର ପାଇଁ ଯେ କର୍ମେ ବଦ୍ଧ ପ୍ରାୟ ହୋଇ ଅଜ୍ଞାନେ ପୁଣ ଜନ୍ମ ହୋଇ ଶିଷ୍ଣ ଉଦର ସୁଖାତୁରେ ଉଦ୍ୟମ କରେ ନିରନ୍ତରେ ଏମନ୍ତ ସତ ଯେ ଜନ ତାର ସଙ୍ଗତେ କରେ ମନ ତାଙ୍କ ସ୍ୱକର୍ମ ଆଚରଇ ଯେ ମାର୍ଗେ ନରକେ ପଡ଼ଇ ଭୂମାତ ଶୁଣ ତଦନ୍ତରେ ପୂର୍ବେ କହିଛୁ ଯେ ପ୍ରକାରେ ସେ ଭାବେ ପୁଣି ନରକେ ଯାଇ ଯାତନା ଅନେକ ଭୁଞ୍ଜଇ ଏଣୁ ଅସତ ସଙ୍ଗ କଲେ ବିନାଶ ହୋଇ ଅବହେଳେ ଅସତ ସଙ୍ଗ ସତ୍ୟ ନାଶେ ଶୌଚ ତପନ ପ୍ରକାଶେ ମୌନ ବ୍ରତା ଦିନ ରହେ ବୁଦ୍ଧି ବିବେକ ହନ୍ତି କ୍ଷୟେ ଲଜ୍ଜା ଛାଡ଼ଇ କାନ୍ତି ଯଶ କ୍ଷମା ଦିଅ ସେ ବିନାଶ ବିନାଶ ହନ୍ତି ସମଦମ ଐଶ୍ୱର୍ଯ୍ୟ ହୋଏ ଉପଶମ ଅଶାନ୍ତ ଜନେ ସଙ୍ଗ ହୋଇ ଯେ ମୂଢ଼ ଭାବେ ନିତେ ରହି ଜ୍ଞାନ ନ ବୁଝେ ଦମ୍ଭ ପଣେ ମିଥ୍ୟା ଭାଷଇ ଅନୁକ୍ଷଣେ ଯେ ଦେହେ ଆତ୍ମବୁଦ୍ଧି କରେ ସାଧୁ ଜନଙ୍କୁ ନ ଆଦରେ ବୋଲଇ ମତ ପରେ କେ ଭାଗ୍ୟବନ୍ତ ସଂସାରେ ମୁଁ ଧର୍ମ ଜାଣଇ ସକଳ ଏଣୁ ପୂଜିତ ଏ ଶୟଳ ମୋ ତୁଲେ ଧନବନ୍ତ କେହି ପ୍ରତୁଲ୍ୟ ନହିବ ଏ ମହି ମୋ ଧନ ଉପାୟ ମିଳଇ ଏଣୁ ମୋହର ଭୟ ନାହିଁ ଏମନ୍ତ ଯେବା ଗର୍ବ କରେ ଦେହାନ୍ତେ ନରକେ ସଞ୍ଚରେ ହୁଅନ୍ତି ନାରୀଙ୍କ ଅଧୀନ ତାହାଙ୍କ ଖେଳିବା ହରିଣ ଏମନ୍ତ ସଙ୍ଗ ନ କରିବ ଯେବେ ସୌଭାଗ୍ୟ ଇଚ୍ଛା ଥିବ ଆବର ଶୁଣସି ଗୋ ମାଏ ଯେମନ୍ତେ ପ୍ରାଣୀ ନାଶ ଯାଏ ଯେଣୁ ଯୁବତୀ ସଙ୍ଗେ ମନ ଜୀବର ହୋଏଟି ବନ୍ଧନ ଏମନ୍ତ ଅନ୍ୟ ସଙ୍ଗେ ନାହିଁ ଏଣୁ ଯୁବତୀ ସଙ୍ଗୀ ନହି ତାହାଙ୍କ ସଙ୍ଗୀ ଯେତେ ଜନ ସେ ସଙ୍ଗ ନ କରିବ ମନ ସେ ସର୍ବେ ମୋହିତ କରନ୍ତି ସେ ସଙ୍ଗେ ପ୍ରାଣୀ ନାଶ ଯାନ୍ତି ପୂର୍ବେ ବିଧାତା କନ୍ୟା ଚାହିଁ ତା ରୂପ ଦେଖି ବନ୍ଦୀ ହୋଇ ସେ କନ୍ୟା ପିତାର ଆଜ୍ଞାନେ ପଳାଇ ପଶିଲା ଅରଣେ ହରିଣୀ ରୂପ ସେ ଧଇଲା ଛଦ୍ରମେ ବନସ୍ତେ ପଶିଲା ବିଧାତା ତା ଗତି ବିଚାରି ସେହି ହରିଣ ରୂପ ଧରି
ଲଜ୍ଜା ଛାଡ଼ିଲେ ବେଦ ବ୍ରହ୍ମା ନାରୀଙ୍କ ଏମନ୍ତ ମହିମା। ଏଣୁକେ ତା ମୁଖ ତରିବ ଯହି ମୋହିତ ବ୍ରହ୍ମା ଶିବ। ସେ ସଙ୍ଗ ଛାଡ଼ିବ ଯତନେ ଶ୍ରେୟକୁ ବାଞ୍ଛା ଥିଲେ ମନେ। ସେ ବ୍ରହ୍ମା ଯାହାକୁ ସର୍ଜିଲା ତା ହେତୁ ଆପେ ମୋହ ଗଲା। ସେ ସଙ୍ଗ ଯେତେ ପ୍ରାଣୀ କଲେ ଦେବ ମାୟାରେ ମୋହ ଗଲେ। ଏମନ୍ତ କେହୁ ପ୍ରାଣୀ ଅଛି ସେ ନାରୀ ମାୟାରୁ ତରିଛି। ବିନା ସେ ପ୍ରଭୁ ଭଗବାନ ନାରୀଙ୍କି ନ ଜିତିଲାନ। ଦେଖ ମୋ ଯୋଗ ମାୟା ବଳ ଯୁବତୀ ସ୍ୱରୂପେ ପ୍ରବଳ। ସେ ଯାକୁ ଅପାଙ୍ଗେଇ ଛଇ ସେ ପ୍ରାଣୀ ପଡ଼ି ମୋହ ଯାଇ। ଦିଗ ବିଜୟୀ ଯେବେ ହନ୍ତି ତଥାପି ନାରୀ ବସେ ଥାନ୍ତି। ସେବନ୍ତୀ ନାରୀଙ୍କ ପୟର ଏମନ୍ତ ମାୟା ବଳ ମୋର। ଯେ ମୋକ୍ଷ ସାଧନ ଇଚ୍ଛିବ ସେ ନାରୀ ସଙ୍ଗ ନ କରିବ। ସେ ବିଣ ସାଧୁ ସୁଜ୍ଞ ଜନ ଲଭି ଯେ ଥାଇ ଆତ୍ମଜ୍ଞାନ। ଏମନ୍ତ ଯୋଗୀ ଯେ ବାହନ୍ତି ତାହାଙ୍କୁ ଯୁବତୀ ନାଶନ୍ତି। ନାରୀ ଅଜ୍ଞାନ ତମ ଦ୍ୱାର ଯୋଗୀ ଛାଡ଼ିବ ସଙ୍ଗ ତାର। କେବଳ ମାୟାରେ ଯୁବତୀ ନିର୍ମାଣ କଲା ପ୍ରଜାପତି। ସେ ସେବା କରିବାର ଛଳେ ପାଶକୁ ଆସୁଥାଇ ବଳେ। କପଟେ ବିନୟ ବଚନ କହିବ ଧୋଇ ପ୍ରାଣୀ ମନ। ବ୍ୟାଧ ଯେ ସନେ ଛନ୍ଦ କରି ଜୀବ ବିନା ସେ ପାଶେ ଭରି। ତୃଣ ଆଚ୍ଛନ୍ନ କୂପେ ଥାଇ ପ୍ରାଣୀ ବିନାଶ ଚିତ୍ତେ ଧ୍ୟାଇ। ନିଷିଦିବ ସେ କୂପ ଦ୍ୱାରେ ଜାଗ୍ରତେ ରହେ ନିରନ୍ତରେ। ସେ ପଥେ ଯେ ପ୍ରାଣୀ ଗମନ୍ତି ସେ କୂପେ ପଡ଼ି ନାଶ ଯାନ୍ତି। ସେ କୂପ ଅତି ତମ ଘୋର ଦେଖି ଭ୍ରମନ୍ତି ସୁର ନର। ତାହାର ଅନ୍ତ ପାର ନାହିଁ ଗଭୀର କେ ପାରିବ କହି। ଯହିଁ ଅଶେଷ ଉଦୟସ୍ତ ପ୍ରାଣୀ ନ ଜାଣେ ତାର ତତ୍ତ୍ୱ। ସେ କୂପେ ପ୍ରାଣୀ ସୁଖ ଭରେ ପଡ଼ି ବୃକ୍ଷାଦି ଯେବେ ଧରେ। ସେ ସର୍ବେ ଉପୁଡ଼ି ପଡ଼ନ୍ତି ସେ କୂପେ ପଡ଼ି ନ ବର୍ତ୍ତନ୍ତି। ବୃକ୍ଷାଦି ଉପଲକ୍ଷ ଯେତେ ଧର୍ମାଦି ପୁଣ୍ୟ ଏ ସମସ୍ତେ। ସେ କୂପ ପୁଣ୍ୟ ବିନାଶିନୀ ନିର୍ମିତ କଲେ ପଦ୍ମ ଯୋନି। ସେ ଜ୍ଞାନ ମାର୍ଗ ଆଚ୍ଛାଦଇ ଅଜ୍ଞାନୀ ଜନେ ସୁଖମୟୀ। ସେ ସଙ୍ଗେ ପୁଣ୍ୟ କର୍ମ କଲେ ସକଳ ନାଶ ଯାନ୍ତି ଭଲେ। ଏଣୁ ସେ କୂପ ମାର୍ଗ ଗତେ ଜ୍ଞାନୀ ନ ଗମେ ଭୟ ଚିତ୍ତେ। ଦୁର୍ଗମ ଦ୍ୱାର କୂପ କହି ତୃଣ ଆଚ୍ଛନ୍ନ ଲୋମ ଯେହି। ଯେବେ ଅଜ୍ଞାନେ ଭ୍ରମେ ଜୀବ ତା ମୃତ୍ୟୁ ପ୍ରାୟ କ ଭାବିବ। ମୋ ମାୟା ନାରୀ ରୂପ ହୋଇ ପୁରୁଷ ପ୍ରାଣ ବିନାଶଇ। ତାହାକୁ ବୋଲେ ମୋ ଯୁବତୀ ତାସିରେ ଗୃହ ଧର୍ମ ଦିଅନ୍ତି। ତାର ସବ ସେ ଦିନ ହରେ
ପ୍ରାଣ ଅଧିକ ପ୍ରିୟ କରେ। ଧନ ଜୀବନ ଆଦି ଯେତେ ସମର୍ପିଥାଇ ସ୍ନେହ ଚିତ୍ତେ। ଗୁରୁଜନଙ୍କୁ ମାୟା କରେ ତାର ବିଶ୍ୱାସେ ଦିନ ହରେ। ସେବକ ଜନ ପ୍ରାୟ ହୋଇ ନିତ୍ୟ ସେବଇ ଦୁଃଖ ସହି। ଏ ଜୀବ ପ୍ରାଣ ଅନ୍ତ କାଳେ ତାରୂପ ଧ୍ୟାନେ ସୁନିଶ୍ଚଳେ। ସେ ନାରୀ ସ୍ୱରୂପ ଧରଇ ପୁରୁଷଙ୍ଗ ପ୍ରତ୍ୟଜଇ। ସେ ମାୟା ରୂପ ହୋଏ ପତି ଗୃହତନୟ ସୁତା ନାତି। ତାହାଙ୍କ ସ୍ନେହ ବଶ ହୋଇ ସେ ମୃତ୍ୟୁ ବୋଲି ନ ଜାଣଇ। ଯେ ସନେ ବ୍ୟାଧ ଗୀତ ଗାଇ ମୃଗତା ଶୁଣି ତୋଷ ହୋଇ। ଗୀତରେ ଦେଇଥାଇ ମନ ନ ଜାଣେ ଆତ୍ମା ବିନାଶନ। ଏ ଜୀବ ରୂପ କଳେ ବର କର୍ମ କରଇ ନିରନ୍ତର। ଲୋକରୁ ଅନ୍ୟ ଲୋକ ଯାଇ ସଞ୍ଚିତ କର୍ମ ସେ ଭୁଞ୍ଜଇ। ସେ କର୍ମ ବସେ ଗତାଗତ କର୍ମ କରଇ ଅବିରତ। କର୍ମର ସମାପତି ନାହିଁ ଯେଣୁ ତା ସନ୍ତତ କରଇ। ଯେ ସୂକ୍ଷ୍ମ ଲିଙ୍ଗ କଳେ ବର ସେହିଟି ଉପାଧି ଜୀବର। ସ୍ଥୂଳ ଶରୀର ଭୋଗ ସ୍ଥାନ ସେ ପଞ୍ଚଭୂତେଷୁ ଘଟନ। ଏବେନି କଳେ ବର ଯେବେ କାର୍ଯ୍ୟକୁ କ୍ଷମ ଏ ନହିବେ। ଜୀବର ଏହିଟି ମରଣ ଜନ୍ମଟି ଦେହ ଦର୍ଶନ। ଏହାକୁ ବୋଲି ମୃତ୍ୟୁ ଜନ୍ମ ମାୟା କରିଛି ଏତେ ଭ୍ରମ। ଏଥକୁ ଦୃଷ୍ଟାନ୍ତଟି ଦେବା ଜନ୍ମ ମରଣ ବୁଝାଇବା। ନେତ୍ର ଗୋଲକ ଯେତେବେଳେ ବ୍ୟାଧିରେ ପୀଡ଼ିତ ଆକୁଳେ। ଦେଖିତେ ସମର୍ଥ ନୁହଇ ଚକ୍ଷୁ ହିଁ ଅଯୋଗ୍ୟ ହୁଅଇ। ସ୍ଥାନ ଇନ୍ଦ୍ରିୟ ଯେବେ ଦୁଇ ଦେଖିତେ ସମର୍ଥ ନୁହଇ। ଏଠାରେ ଦ୍ରଷ୍ଟା ରୂପ ଜୀବ କେମନ୍ତେ ରୂପ ସେ ଦେଖିବ। ଏହି ପ୍ରକାରେ ସ୍ଥୂଳ ଦେହେ କର୍ମ ଯୋଗ୍ୟତା ଯେବେ ନୁହେ। ତେବେ ସେ ଲିଙ୍ଗ କଳେ ବର କରି ନ ପାରଇ ବ୍ୟାପାର। ଏହିଟି ଜୀବର ମରଣ ସେ ଜୀବ ଜନ୍ମ ମୃତ୍ୟୁହୀନ। ଯେବେ ତା ଜନ୍ମ ମୃତ୍ୟୁ ନାହିଁ ଏବେନି ଭୟ ଆଉ କାହିଁ। ମୃତ୍ୟୁକୁ ଭୟ ନ କରିବ ଯିବା ବ୍ୟାପାର ଛାଡ଼ିବ। ଏମନ୍ତ ଜୀବ ଗତି ଜାଣି ଛାଡ଼ିବ ସବୁ ସଙ୍ଗ ପୁଣି। ଗୋବିନ୍ଦ ପାଦେ ଦେଇ ଚିତ୍ତ ଯେ ପ୍ରାଣୀ ଥିବ ଅବିରତ। ମାୟା ବନ୍ଧନେ ନ ପଡ଼ିବ ତେବେ ସେ ମୁକ୍ତି ଲଭିବ। ବୈରାଗ୍ୟ ଯୋଗାଭ୍ୟାସ କରି ବୁଦ୍ଧି ବିବେକ ସୁବିଚାରି। ମାୟାର ଚିତ୍ତ ଏ ସଂସାରେ ସ୍ନେହ ଛାଡ଼ିବ କଳେ ବରେ। କେବଳ ଶରୀର ରଖିବ ଅଧିକ ଦ୍ରବ୍ୟ ପ୍ରତ୍ୟେଜିବ। ହରିଚରଣେ କରି ଧ୍ୟାନ ପାଇବ ତହିଁ ତତ୍ତ୍ୱ ଜ୍ଞାନ। ଏମନ୍ତ କହି ନାରାୟଣ ବନ୍ଦିଲେ ଜନନୀ ଚରଣ। ସେ ହରିଚରଣ ପଙ୍କଜ
सुजन जन नित्य भज। तृतीय स्कंधे भागवत कपिल जोग विधि ख्यात। हरि कहिले जीव गति शुणे तरिबे मूढ़मती। बणई जगन्नाथ दास साधु कहिते प्रकाश। इति श्रीमद्भागवते महापुराणे पारमहंस्यां संहितायां तृतीय स्कंधे कपिल देवहूति संवादे जीवगति वर्णनम नाम 31 अध्याय। 32 अध्याय। सात्विक धर्मे जे वर्तई उत्तम गति से लभई। ज्ञान विहीने पुनर्जन्म हेमंत 32 प्रमाण। कपिलवाच भौमात शुण सावधाने। संशय तेजि शुद्ध मने। प्राणी जात ना गति जेते कहिली तुम्भर ग्रते। कामीर कर्म गति जेते विधिनी खेदबे निमते। जे प्राणी गृह धर्मे थाई स्वधर्म नित्य आचरई। तहि सुसिद्ध काम अर्थ एया से भ्रम थाई नित्य। पुण्य से धर्म आचरई से धर्मे काम अर्थ पाई। कामरे मूढ़मती नर कृष्ण भक्ति करे दूर। अर्थ संचय अविरत यज्ञ रे देई थाई चित्त। करई यज्ञ अनुष्ठान तहि पूजई देवमान। तदन्ते पितृतोषार्थे पूजई श्राद्धे शुद्ध चित्ते। श्रद्धारे से धर्म आचरे पितृदेवता पूजा करे। से प्राणी गमे चंद्र स्थान सेठारे करे सोमपान। भोगर अंत जेबे होई लेउटी से स्थान आसई। जे काले अनंत सज्यारे विजय हरि समुद्र रे। से जोग निद्रारे शयन सकल चेष्टा करिलीन। लय हुअन्ति लोक तीनि ए मध्ये छन्ति जेते प्राणी। ए सर्वे तांक देहे थांती से हरि उठिले आसंती। काम्य कर्मरु एहि गति केबे न जाई गता गति। जे प्राणी पंडित हुअन्ति से केबे धर्म न छाड़न्ति। करन्ति स्वधर्म आचार संगकु तेजी सर्वठार। साधन्ति नाही अर्थ काम देखन्ति सर्व माया भ्रम। कर्मादि कृष्णे समर्पन्ति से वेद विधि न छाड़न्ति।
ହୁଅନ୍ତି ଶାନ୍ତ ଧର୍ମେ ରତ, ନିଜ ଧର୍ମରେ ଶ୍ରଦ୍ଧା ଚିତ୍ତ, ନିବୃତ୍ତି ଧର୍ମ ପରାୟଣ, ହୁଅନ୍ତି ଅହଙ୍କାରହୀନ। ମାୟାରୁ ସ୍ନେହ ଦୂର କରି, କୃଷ୍ଣ ଭଜନେ ପ୍ରିୟ ଭରି। ଏ ଧର୍ମ ସତ୍ତ୍ୱ ଗୁଣମୟେ, ବିଶୁଦ୍ଧ ଚିତ୍ତ ତହୁଁ ହୋଏ। ଏମନ୍ତ ଯେବା ପ୍ରାଣୀ ଗଣ, ତାଙ୍କ ପ୍ରୟାଣ ମାତ ଶୁଣ। ସେମାନେ ସୂର୍ଯ୍ୟ ଦ୍ୱାରେ ଯାଆନ୍ତି, ପରମ ପୁରୁଷ ଲଭନ୍ତି। ପର ଇଶ ଯେହି, ଏ ବିଶ୍ୱ ପ୍ରକୃତିଟି ସେହି। ସେ ବିଶ୍ୱ ମୁଖ ନାରାୟଣ, ଯେ କରେ ସର୍ଜନ ପାଳନ। ଏମନ୍ତ ଯେହୁ ଭଗବାନ, ତାଙ୍କୁ ଲଭନ୍ତି ଭକ୍ତ ଜନ। ଯେ ଇଚ୍ଛେ ମୁକ୍ତି ଲଭିବାକୁ, ଭଜଇ ହିରଣ୍ୟ ଗର୍ଭକୁ। ଯେ ମୁକ୍ତି କ୍ରମ ଶୁଣ ମାଏ, କହିବା ତୁମ୍ଭଙ୍କୁ ଥୋକାଏ। ବ୍ରହ୍ମାର ବେନି ପରାର୍ଦ୍ଧାନ୍ତେ, ପ୍ରଳୟ ହୁଅନ୍ତି ସମସ୍ତେ। ତାବତ କାଳ ବ୍ରହ୍ମଲୋକେ, ହିରଣ୍ୟ ଗର୍ଭର ସାଧକେ। ସୁକ୍ଷେଣ ବିହାର କରନ୍ତି, ବ୍ରହ୍ମାର ସଙ୍ଗେ ଲୟ ଯାଆନ୍ତି। ଭୂଆଦି ପଞ୍ଚମହାଭୂତ, ଏ ଦଶ ଇନ୍ଦ୍ରିୟ ସହିତ। ପଞ୍ଚବିଷୟ ଅହଙ୍କାରେ, ଏ ସର୍ବ ବ୍ରହ୍ମାଣ୍ଡ ଆକାରେ। ଏମାନେ ରହନ୍ତି ପ୍ରଧାନେ, ପରାର୍ଦ୍ଧ କାଳ ଅବସାନେ। ସେ ସ୍ଥାନେ ଯେତେ ଯୋଗୀ ଥାନ୍ତି, ବ୍ରହ୍ମାଙ୍କ ଶରୀରେ ପଶନ୍ତି। ଆୟୁଷ ଶେଷେ ପ୍ରଜାପତି, ପରମ ଆତ୍ମାରେ ମିଳନ୍ତି। ଯେଣୁ ତାହାଙ୍କ ଅଭିମାନ, ଦେହରେ ନୋହେ ଅବସାନ। ଏଣୁ ସାକ୍ଷାତେ ମୁକ୍ତି ନୋହେ, ବ୍ରହ୍ମା ସଙ୍ଗତେ ହନ୍ତି ଲୟେ। ଯେମାନେ ହରିର ଭକତ, ହରି ଭଜନ୍ତି ଅବିରତ। ସେ ସର୍ବ ହରିଙ୍କି ଲଭନ୍ତି, ଦେହାଦି ଭାବ ନ ଜାଣନ୍ତି। ଏଣୁ ଭୋ ମାତ ହରି ଭଜ, ଭୋଗବାସନା ସର୍ବତେଜ। ଏ ସର୍ବ ଭୂତଙ୍କ ହୃଦୟରେ, ଯେ ହରି ଛନ୍ତି ସର୍ବଠାରେ। ତାହାଙ୍କ ମହିମା ସୁମରି, ମନକୁ ଯୋଗେ ଦୃଢ଼ କରି। ତାହାଙ୍କୁ ଭଜିଲେ ତରିବ,
ଏ ଦେହ ପୁଣି ନ ହୋଇବ। ଯେ ଆଦ୍ୟ ଚରାଚରଙ୍କର ଯାହାଙ୍କୁ ବୋଲି ବେଦବର କୁମାର ଆଦି ସିଦ୍ଧ ଯେତେ ଯୋଗ କରନ୍ତି ଅବିରତେ ନିସଙ୍ଗ କର୍ମ ହିଁ କରନ୍ତି ତଥାପି ଭେଦ ନ ଛାଡ଼ନ୍ତି କରନ୍ତି କର୍ତ୍ତା ଅଭିମାନ ଏଣୁ ନ ପାନ୍ତି ଶୁଦ୍ଧ ଜ୍ଞାନ। ସେମାନେ ପ୍ରଳୟ କାଳରେ ପଶନ୍ତି ଈଶ୍ୱର ଦେହରେ ହୋଇଲେ ସୃଷ୍ଟିର ଜାଗର ପୁଣି ଘେନନ୍ତି ଅବତାର ଲଭନ୍ତି ନିଜ ନିଜ ସ୍ଥାନ ଭୋଗ କରନ୍ତି କର୍ମମାନ। ଯେମାନେ କାମ୍ୟ କର୍ମେ ରତ କର୍ମ କରନ୍ତି ଅବିରତ ନିନ୍ଦିତ କର୍ମ ନ କରନ୍ତି ବେଦ ବିଧିରେ ଆଚରନ୍ତି ଇନ୍ଦ୍ରିୟ ନ ଜିଣିଲେ ଯେଣୁ ସକାମ କର୍ମ କଲେ ତେଣୁ ରଜଗୁଣରେ ତାଙ୍କ ମନ ଆସକ୍ତ ଥାଇ ଅନୁକ୍ଷଣ ଗୃହ କର୍ମରେ ହୋଇ ରତ ପିତୃଙ୍କୁ ପୂଜେ ଅବିରତ ବିମୁଖ ଶ୍ରୀକୃଷ୍ଣ କଥାରେ ରହନ୍ତି ଗୃହାଦି ବ୍ୟାପାରେ ଛାଡ଼ିୟ ମୃତ କୃଷ୍ଣ କଥା ନିତ୍ୟ ଶୁଣନ୍ତି ଗ୍ରାମ୍ୟ ଗାଥା ତାଙ୍କୁ ବିଧାତା ବାମ ହେଲା ବ୍ୟର୍ଥେ ତାଙ୍କ ଜନ୍ମ ଗଲା ଯେସନେ ବିଷ୍ଠା ଭୋଜି ମାନେ ବିଷ୍ଠା ଭକ୍ଷନ୍ତି ହତ ଜ୍ଞାନେ ଏ ମୂଢ଼ ଲୋକେ ସେହି ରୂପେ ପଡ଼ି ଯନ୍ତ୍ରିତ ଭବକୂପେ ସେ ପୁଣ କର୍ମ ଭୋଗ ସୂର୍ଯ୍ୟଙ୍କ ଦକ୍ଷିଣ ମାର୍ଗରେ ଶୁଣ ଯେଉଁ ବସନ୍ତି ସେ ପିତୃଲୋକରେ ସେ ଭୋଗ ଅନ୍ତେ ଗୋଜନନୀ ସଂସାରେ ପଡ଼େ ଦେହ ଘେଣି ପୁତ୍ରାଦି ଗୃହେ ଜାତ ହୋଇ ପୂର୍ବବାସନା ନ ଛାଡ଼ଇ ଗର୍ଭ ଧାନ ଆଦି କର୍ମ ଦେହାନ୍ତେ ସମସାନ ଧର୍ମ ଏ କର୍ମ ମାନ କରୁଥାନ୍ତି ସଂସାର ଛାଡ଼ି ନ ପାରନ୍ତି ଗମନ୍ତି ଦେବ ପିତୃସ୍ଥାନ ତହିଁ କରନ୍ତି ଭୋଗମାନ ପୁଣି ଲଭନ୍ତି ନର ଦେହ ଏମନ୍ତେ କାମ୍ୟ କର୍ମ ସ୍ନେହ ଏଣୁ ସୁସ୍ଥିରେ ତୁମ୍ଭେ ମାଏ ମନ ନିବେଶ କୃଷ୍ଣ ପାଏ ଶ୍ରବଣେ ଶୁଣ ତାଙ୍କ ଗୁଣ
କୀର୍ତ୍ତନ କରନୁ କ୍ଷଣ ସ୍ମରଣ ଅର୍ଚ୍ଚନ ବନ୍ଦନ ଯେ ନବ ଭକ୍ତିର ବିଧାନ ପାଦ ସେବନ ଦାସ୍ୟ ଭାବ ସଖ୍ୟାଦି ଆତ୍ମା ନିବେଦିବ ଏତେ ପ୍ରକାରେ କୃଷ୍ଣ ପାଦେ ଭକତି କର ପ୍ରମାଦେ କୃଷ୍ଣରେ କଲେ ଭକ୍ତି ଯୋଗ ତହୁଁ ଲଭଇ ବୈରାଗ୍ୟ ତେବେ ଲଭିବ ଦିବ୍ୟ ଜ୍ଞାନ ପାଇବ ପରମ ବ୍ରହ୍ମ ସ୍ଥାନ ଭକ୍ତିରେ ଚିତ୍ତ ଯେତେବେଳେ ରହି କୃଷ୍ଣେ ସୁନିଶ୍ଚଳେ ତେବେ ସେ ବିଷୟ ଛାଡ଼ଇ ପ୍ରିୟ ପ୍ରିୟ ନ ଜାଣଇ ଇନ୍ଦ୍ରିୟ ବୃତ୍ତି ଭେଦ ନାହିଁ ସମ ବିଷମ ଆର କାହିଁ ଏମନ୍ତ ଭାବ ଜନ୍ମେ ଯେବେ ଦେହେ ଆତ୍ମାକୁ ଦେଖେ ତେବେ ପରମାନନ୍ଦ ସୁଖ ପାଇ ଆନନ୍ଦେ ସଂସାରେ ଭ୍ରମଇ ଛାଡ଼ଇ ସର୍ବସଙ୍ଗ ମାନ ପରମାନନ୍ଦେ ରହେ ମନ ସେ ବ୍ରହ୍ମ ପରମ ପୁମାନ ରୂପ ବିହୀନ ଦିବ୍ୟ ଜ୍ଞାନ ସେ ପରମାତ୍ମା ପରମେଶ ତା ନାମ ପରମ ପୁରୁଷ ସେ ନାନା ରୂପ ଧରେ ଭ୍ରମ ଜନ୍ମାଇଛି ସଂସାରେ ଯୋଗୀଙ୍କ ଯୋଗ ସାଧ୍ୟ ଏହି ଏକାନ୍ତେ ସଙ୍ଗ ଯେ ଛାଡ଼ଇ ପରମ ପଦ ଲଭେ ତେବେ ତା ବିନ ଭ୍ରମ ଥାଇ ଭବେ ବ୍ରହ୍ମ ନିର୍ଗୁଣ ନିରାକାର କେବଳ ଜ୍ଞାନ ରୂପ ତାର ସଦାଧି ଧର୍ମ ଯାର ମାଏ ସେ ଧର୍ମେ ପ୍ରକାଶ ସେ ହୋଏ ଆଭାସ ଦିଶଇ ଭ୍ରାନ୍ତିରେ ଏ ବାହ୍ୟ ଇନ୍ଦ୍ରିୟଙ୍କ ଦ୍ୱାରେ ପ୍ରତ୍ୟକ୍ଷେ ଦେଖୁ ଯେତେ କିଛି ଏକା ସେ ସବୁ ହୋଇଅଛି କହିବା ଯେହେତୁ ପ୍ରକାର ଯେ ରୂପେ ବ୍ରହ୍ମାଣ୍ଡ ସଂଚାର ପ୍ରଥମେ ମହତ ହୋଇଲା ତହୁଁ ସେ ଅହଙ୍କାର ହେଲା ତ୍ରିବିଧ ହୋଏ ଅହଙ୍କାର ଏ ପଞ୍ଚଭୂତ ରୂପ ତାର ମନ ଇନ୍ଦ୍ରିୟ ଏକାଦଶ ଏଥୁ ବ୍ରହ୍ମାଣ୍ଡ ପରକାଶ ଜୀବ ରୂପରେ ସେହି ତହିଁ ସ୍ୱରୂପ ତାହାରଟି ଏହି ଯେବେ କରଇ ଯୋଗାଭ୍ୟାସ ଶ୍ରଦ୍ଧାରେ ଭଜଇ ବିଶେଷ ବୈରାଗ୍ୟ ସଙ୍ଗ ତ୍ୟାଗ କରେ ମନ ନିବେଶି କୃଷ୍ଣ ଠାରେ ତେବେ ସେ ପ୍ରପଞ୍ଚଲେ ଛଇ ପରମ ଆତ୍ମାକୁ ଚିହ୍ନଇ ଭୋମାତ ସାବଧାନେ ଘେନ ତୁମ୍ଭଙ୍କୁ କହିଦେଲୁ ଜ୍ଞାନ ଏ ଜ୍ଞାନେ ବ୍ରହ୍ମ ଦର୍ଶନ ଏହା ବୁଝଇ ଯେଉଁ ଜନ
ପ୍ରକୃତି ପୁରୁଷଙ୍କ ତତ୍ତ୍ୱ ସେ ପ୍ରାଣୀ ଦେଖଇବ୍ୟ କତ ଜ୍ଞାନ ଯୋଗରେ ତାଙ୍କୁ ପାଇ ଭକ୍ତି ଯୋଗରେ ଲଭ୍ୟ ସେହି କେବଳ ମାର୍ଗ ମାତ୍ର ଭେଦ ନ ବୁଝି ପାଏ ବହୁ ଖେଦ ଜ୍ଞାନରେ ନିର୍ଗୁଣ ଭଜଇ ଭକ୍ତିରେ ସଗୁଣ ଲଭଇ ସେ ଆତ୍ମା ଏକ ନାନା ହୋଏ ଦୃଷ୍ଟାନ୍ତ କହେ ଶୁଣ ମାଏ ଦେଖ ସାକର କ୍ଷୀର ଆଦି ଧରନ୍ତି ନାନା ଗୁଣ ବିଧି କିନ୍ତୁ ପଦାର୍ଥ ଏକ ମାଏ ଇନ୍ଦ୍ରିୟ ଭେଦେ ଭିନ୍ନ ହୋଏ ଚକ୍ଷୁରେ ଶୁକ୍ଳ ବର୍ଣ୍ଣ ଦିଶେ ରସନେ ମଧୁର ବିଶେଷେ ତ୍ୱଚରେ ଶୀତ ଉଷ୍ଣ ଭେଦ ନାସାରେ ସୁବାସ ଆମୋଦ ଭୂମାତ ଆତ୍ମା ବ୍ରହ୍ମ ଏକ ଗୁଣରେ ଦିଶଇ ଅନେକ ଯେ ତାକୁ ଯେ ରୂପେ ଭଜଇ ସେ ତାକୁ ସେ ରୂପେ ଦିଶଇ ତାକୁ ଜାଣିବ ଏକ ବୋଲି ନ ବୁଝି କରୁଥାନ୍ତି କଳି ଶାସ୍ତ୍ର ମାର୍ଗରେ ନାନା କହେ ସେ ନାନା ନୋହେ କହୋଏ ଶୁଣ ଜନନୀ ଶାସ୍ତ୍ର ଭେଦ ଯେଣେ ଛାଡ଼ିବ ସର୍ବଖେଦ ଯେ କ୍ରିୟା ପୂର୍ତ୍ତ ଆଦି କରି ଯେ ଯାହା କରନ୍ତି ଆଦରି ତହୁଁ ଯେ ହୋଏ ଭଗବାନ ସେ ସବୁ ରୂପ ଭଗବାନ ଯାଗ କର୍ମରେ ପ୍ରାପ୍ୟ ସେହି ଦାନରେ ଅନ୍ୟ ନାହିଁ କେହି କେହୁ କରନ୍ତି ତପମାନ ସେ ସବୁ ତହୁଁ ନୋହେ ଆନ ସେହିଟି ବେଦ ଅଧ୍ୟୟନେ ମୀମାଂସା ଶାସ୍ତ୍ର ତାହା ଭଣେ ନିଷିଦ୍ଧ କର୍ମ ତ୍ୟାଗ ଯେହି ସେ ଧର୍ମ ଜାଣିବଟି ସେହି ସନ୍ନ୍ୟାସ କାହାରିବା ଧର୍ମ ଯହିଁ ଛାଡ଼ନ୍ତି କାମ୍ୟ କର୍ମ ବିବିଧ ଅଙ୍ଗ ଯୋଗ ସେହି ଭକ୍ତି ଯୋଗରେ ପ୍ରାପ୍ୟ ଏହି ଜ୍ଞାନ ଯୋଗ ହିଁ ତାକୁ କହି ସେ ଏକ ବସ୍ତୁ ସର୍ବମୟୀ ସକାମ ନିଷ୍କାମ ଯେ ଧର୍ମ ସଗୁଣ ରୂପ ସବୁ ବ୍ରହ୍ମ ଆତ୍ମତତ୍ତ୍ୱରେ ଗମ୍ୟ ଏହି ବୈରାଗ୍ୟ ଧର୍ମେ ତାକୁ ପାଇ ଏମନ୍ତେ ନାନା ଶାସ୍ତ୍ର ମତେ ଯେ ପ୍ରାଣୀ ଭଜଇ ଯେ ମନ୍ତେ ସଗୁଣ ନିର୍ଗୁଣଟି ସେହି ତା ବିନୁ ଅନ୍ୟ ନାହିଁ କେହି ଏ ଭକ୍ତି ଯୋଗ ଚାରି ମତ ସ୍ୱରୂପ କରିଲୁ ବ୍ୟକତ ଯେ କାଳ ଅନ୍ତରେ ଧାବଇ ସୃଜନ ଆଦି ଯେ କରଇ କହିଲୁ ସ୍ୱରୂପ ତାହାର ଭୂମାତ କର ତୁ ବିଚାର ଗତିଏ ଜୀବମାନଙ୍କର ଅବିଦ୍ୟା କର୍ମରେ ପ୍ରଚୁର ଏ ଆତ୍ମା ତହିଁ ପଶିଥାଇ ଆପଣା ଗତି ନ ବୁଝଇ ଏମନ୍ତେ ଜୀବ ଗତାଗତି କହିଲୁ ଛାଡ଼ ମନୁ ଭ୍ରାନ୍ତି ଏ ଯୋଗ ନ କରି ପ୍ରକାଶ କହିଲେ ଧର୍ମ ଯାଏ ନାଶ କେବେ ହେଁ ଖଳେ ନ କହିବ ବିନୟ ଯେ ପ୍ରାଣୀ ନହିବ ନ କହି ଦୁର୍ଜନ ଅଗ୍ରତେ ଅପରେ ଧର୍ମ ଧ୍ୱଜି ଯେତେ ଦାମ୍ଭିକ ଅଗ୍ରତେ ନ କହି ପ୍ରଲୋଭୀ ପ୍ରାଣୀ ଅଟେ ଯେହି
जे गृह धर्मे होई रत तारे न कही कदाचित न सहे जे भकत जने न कह भक्तिहीन जने ଯାହାର ଶ୍ରଦ୍ଧା ଏଥି ଥିବ ତାହାକୁ ଏ ମାର୍ଗ କହିବ ଭକ୍ତ ଜନଙ୍କୁ ଏହା କହି ଯେ ଭକ୍ତ ମୋତେଟି ସେବଇ ଯେ ପ୍ରାଣୀ ଏଥେ ସ୍ପୃହା କରେ ଏହା କହିବ ତାଗରେ ଯେ ପ୍ରାଣୀ ସର୍ବଭୂତେ ମିତ୍ର ତାକୁ କହିବ ଏ ଚରିତ ଯେ ପ୍ରାଣୀ ଗୁରୁଙ୍କୁ ସେବଇ ଏ ଦୀକ୍ଷା ତାରେ ଶିକ୍ଷା ଦେଇ ବିଷୟ ବୈରାଗ୍ୟ ଯାହାର ଯେ ପ୍ରାଣୀ ଶାନ୍ତ ଚିତ୍ତ ଧୀର ଯେ ପ୍ରାଣୀ ହୋଏ ନିର୍ମତ୍ସର ଶୁଚି ପବିତ୍ର ନିରନ୍ତର ପ୍ରିୟ ମାନଙ୍କ ଅତି ପ୍ରିୟ କରଇ ମୋର ଠାରେ ସ୍ନେହ ଏମନ୍ତ ପ୍ରାଣୀ କି କହିବ ଅଧର୍ମୀ ଠାରେ ଲୁଚାଇବ ଶ୍ରଦ୍ଧାରେ ଯେହା ଶୁଣନ୍ତି ଅଥବା ଆଦରେ ଭଣନ୍ତି ମୋହର ପଦବୀ ସେ ପାଏ ସତ୍ୟ କହିଲୁ ଏହା ମାଏ ତୃତୀୟ ସ୍କନ୍ଧେ ଭାଗବତ କପିଳ ମୁନି ଯୋଗ ମତ ମାତାଙ୍କୁ ଦେଲେ ଜ୍ଞାନ ବାଣୀ ସୁଜନେ ତର ଏହା ଶୁଣି କର୍ମ ବିପାକ ପ୍ରାଣୀଙ୍କର ଦ୍ୱାତ୍ରିଂଶ ଅଧ୍ୟାୟ ସଂହାର ଶ୍ରବଣ କର ସାଧୁ ଜନେ ବ୍ରାହ୍ମଣ ଜଗନ୍ନାଥ ଭଣେ। इति श्रीमद्भागवते महापुराणे पारमहंस्यां संहितायां तृतीय स्कन्धे कपिले कर्म विपाको नाम 32 अध्याय।